ଚାଲିଛି ବେଧଡ଼କ ଗଛ କଟା। ପଶ୍ଚିମବଙ୍ଗକୁ ହେଉଛି ଚୋରା ଚାଲାଣ। ବନ ବିଭାଗର ଅଧିକାରୀ ନିଦା ବିଷ୍ଣୁ ପାଲଟିଛନ୍ତି ବୋଲି ଲୋକଙ୍କ ଅଭିଯୋଗ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ରେଞ୍ଜରେ ଭୋଗରାଇ ଅଞ୍ଚଳରେ ଏବେ ସକ୍ରିୟ ହୋଇପଡ଼ିଛନ୍ତି କାଠ ମାଫିଆ। ଦିନ ଦ୍ୱିପ୍ରହରରେ ସଂରକ୍ଷିତ ଜଙ୍ଗଲ ହେଉ କି ଗ୍ରାମ୍ୟ ଜଙ୍ଗଲ କିମ୍ବା ବ୍ୟକ୍ତିଗତ ମାଲିକାନାରେ ଥିବା ଜଙ୍ଗଲରେ ବେଧଡ଼କ ଭାବରେ କାଟି ଚାଲିଛନ୍ତି ମୂଲ୍ୟବାନ ଗଛ। କମର୍ଦା ଅଞ୍ଚଳର ବାଲିମ, ବେଲଦା, ସାହୁ ଛକ ଓ ମହାଗବ ଦେଇ ଚାଲାଣ ହେଉଛି ଶହ ଶହ କାଠ ଗାଡ଼ି। ଖାଲି ସେତିକି ନୁହେଁ, ଏହା ସହ ଜଳେଶ୍ୱର ରେଞ୍ଜ ଭୋଗରାଇ, ଚନ୍ଦନେଶ୍ୱର, ଉଦୟପୁର ରାସ୍ତା ଦେଇ ପ୍ରତ୍ୟେକ ଦିନ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରୁଛନ୍ତି କାଠ। ଏହାକୁ ନେଇ ବନ ବିଭାଗର କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ଆଙ୍ଗୁଳି ଉଠିଛି। ତେବେ ପ୍ରତ୍ୟେକ ଦିନ ଶତାଧିକ ତାଳ, ଜାମୁକୋଳି, ଝାଉଁ, ଆମ୍ବ ଆଦି ମୂଲ୍ୟବାନ ଗଛ କଟା ହୋଇ ପଶ୍ଚିମବଙ୍ଗକୁ ଦିନ ରାତି ଚୋରା ଚାଲାଣ ହେଉଥିବା ଲୋକେ ଅଭିଯୋଗ କରୁଥିବା ବେଳେ ଓଡ଼ିଶାରୁ ଶାଳ, ପିଆଶାଳ, ଶାଗୁଆନ ଆଦି ମୂଲ୍ୟବାନ ଚୋରା କାଠ ରାତି ଅଧିଆ ଉଦୟପୁର ସୀମା ପାର ହୋଇ ବେଙ୍ଗଲ ଯାଉଥିବା ମଧ୍ୟ ଅଭିଯୋଗ ଉଠିଛି। তদন্ত কলে তারপরে যা যিয়ে এটি দোষী মিলিব তা এগেনস্টে বহুত মানে স্ট্রিক্ট অ্যাকশন নিয়ে তর্জমা করুছে। এবে সবু অফিসর ডিএফও আইএফএ সমস্ত টাস্ক গভর্নমেন্ট লিগাল আকশন নব। মু জানিছি এটি বালেশ্বর ভদ্রকরে গুড়াଏ সমস্যা আছে। প্রশাসন অবগত অছি, দৃষ্টি আকর্ষণ করিব নিশ্চিত হবে। ସେପଟେ ଗଛ କଟାକୁ ନେଇ ପରିବେଶବିତ୍ମାନେ ଚିନ୍ତାରେ ଥିବା ବେଳେ ଗଛ କଟା ଘଟଣାର ତଦନ୍ତ କରି ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ଜଳେଶ୍ୱରରୁ ଚିନ୍ମୟ କୁମାର ଦାସଙ୍କ ରିପୋର୍ଟ, ଖବର ଓଡ଼ିଶା।